ନିର୍ବାଚନର ଫଳାଫଳ ଏହା କେବଳ କିଛି ସଂଖ୍ୟା ନୁହେଁ, ଏହା ପଛରେ ଲୁଚି ରହିଥାଏ ଲୋକଙ୍କର ଆଶା, ଆକାଂକ୍ଷା ଆଉ ଅଭିଯୋଗର କାହାଣୀ। ଆଜି ଆମେ ନିଆଳି ନିର୍ବାଚନ ମଣ୍ଡଳୀର ଫଳାଫଳକୁ ଗଭୀର ଭାବେ ଦେଖିବା, କାରଣ ଏଠି ପ୍ରତ୍ୟେକ ଭୋଟ ଗୋଟେ ବଡ଼ କଥା କହିଛି। ଏହା କେବଳ ଗୋଟିଏ ଆସନର ହାରଜିତ୍ ନୁହେଁ, ବରଂ ଏହା ଏକ ଶିକ୍ଷା, ଏକ ବ୍ଲୁପ୍ରିଣ୍ଟ ଭଲ ଶାସନ ପାଇଁ। ତେବେ ପ୍ରଶ୍ନ ଉଠୁଛି, ଯେଉଁ ଜାଗାକୁ 15 ବର୍ଷ ଧରି ଗୋଟେ ରାଜନୈତିକ ଦୁର୍ଗ ବୋଲି କୁହାଯାଉଥିଲା, ସେଠି ଏମିତି କ'ଣ ହେଲା ଯେ ତାହା ମାତ୍ର 1450 ଭୋଟରେ ଭାଙ୍ଗିଗଲା? କିପରି ଏତେ ବଡ଼ ପରିବର୍ତ୍ତନ ସମ୍ଭବ ହେଲା? ଆସନ୍ତୁ ଡାଟା ଭିତରକୁ ଯିବା ଆଉ ଏହାର କାରଣ ଖୋଜିବା। ଆମ କାହାଣୀର କେନ୍ଦ୍ରବିନ୍ଦୁ ହେଉଛି ନିଆଳି, ଓଡ଼ିଶାର ଏକ ଗୁରୁତ୍ୱପୂର୍ଣ୍ଣ ନିର୍ବାଚନ ମଣ୍ଡଳୀ, ଯାହା ଅନୁସୂଚିତ ଜାତିଙ୍କ ପାଇଁ ସଂରକ୍ଷିତ। 2009ରୁ 2019 ପୁରା 10 ବର୍ଷରୁ ଅଧିକ ସମୟ ଧରି ଏହା ବିଜେଡିର ଏକ ଶକ୍ତ ଗଡ଼ ଥିଲା। ସମସ୍ତେ ଭାବୁଥିଲେ ଏଠି ଜିତିବା ସହଜ, କିନ୍ତୁ 2024ରେ ସବୁକିଛି ଓଲଟାପାଲଟା ହୋଇଗଲା। ଆସନ୍ତୁ ପ୍ରଥମେ ସେହି ସଂଖ୍ୟାଗୁଡ଼ିକୁ ଦେଖିବା, ଯାହା ଏହି ସଂକୀର୍ଣ୍ଣ ପରାଜୟର ପୂରା ଚିତ୍ରକୁ ସ୍ପଷ୍ଟ କରିଦେବ, କାରଣ ରାଜନୀତିରେ ସବୁକିଛି ସଂଖ୍ୟାରୁ ହିଁ ଆରମ୍ଭ ହୁଏ। ଦେଖନ୍ତୁ, 2024ରେ ମୋଟ ଭୋଟ ପଡ଼ିଥିଲା 1,89,024, ଅର୍ଥାତ୍ ପାଖାପାଖି 76% ମତଦାନ। ଏହା ବହୁତ ବଡ଼ ସଂଖ୍ୟା। ଯେତେବେଳେ ଏତେ ଲୋକ ଭୋଟ ଦେବାକୁ ଆଗେଇ ଆସନ୍ତି, ଏହାର ଅର୍ଥ ହେଉଛି ସେମାନେ କିଛି ଗୋଟେ କହିବାକୁ ଚାହୁଁଛନ୍ତି। ଏହା କେବଳ ଗୋଟେ ଭୋଟ ନୁହେଁ, ଏହା ଲୋକଙ୍କର ଏକ ଶକ୍ତ ମତାମତ। ଆଉ ଲଢ଼େଇଟା କେତେ କଡ଼ା ଥିଲା ତାହା ଭୋଟ ସେୟାରରୁ ସ୍ପଷ୍ଟ ଜଣାପଡ଼ୁଛି। ବିଜେପିକୁ ମିଳିଲା 47.71%, ଆଉ ବିଜେଡିକୁ 46.95%, ମାନେ ଦୁଇ ଦଳ ଭିତରେ ଫରକ 1%ରୁ ବି କମ୍। ଏଥିରୁ ଜଣାପଡ଼ୁଛି ଯେ ଲୋକମାନେ ପ୍ରାୟ ଦୁଇ ଭାଗରେ ବାଣ୍ଟି ହୋଇଯାଇଥିଲେ। ଆଉ ଶେଷରେ ହାରଜିତର ଫରକ ମାତ୍ର 1450 ଭୋଟ। ହଁ, ଆପଣ ଠିକ୍ ଶୁଣିଲେ, କେବଳ 1450। ଏତେ କମ୍ ଭୋଟରେ ଗୋଟେ ଆସନର ଭାଗ୍ୟ ବଦଳିଗଲା। ଏହାର ଅର୍ଥ କ'ଣ ଜାଣନ୍ତି? ପ୍ରତି ବୁଥରେ ମାତ୍ର 4-5 ଜଣ ଭୋଟରଙ୍କ ନିଷ୍ପତ୍ତି ହିଁ ଶେଷରେ ନିର୍ଣ୍ଣାୟକ ହେଲା। ଏଠିରୁ ବଡ଼ ପ୍ରମାଣ ଆଉ କ'ଣ ଅଛି ଯେ ଲୋକତନ୍ତ୍ରରେ ପ୍ରତ୍ୟେକଟି ଭୋଟରର ମୂଲ୍ୟ କେତେ? ତେବେ ଏହି ଭୋଟ ଗଲା କୁଆଡ଼େ? ଯଦି ଆମେ 2019 ସହିତ ତୁଳନା କରିବା, ତେବେ ଚିତ୍ରଟି ଆହୁରି ସ୍ପଷ୍ଟ ହୋଇଯିବ। ବିଜେଡିର ଭୋଟ ପ୍ରାୟ 6.7% କମିଗଲା, ଆଉ ସେପଟେ ବିଜେପିର ଭୋଟ ପାଖାପାଖି 9.9% ବଢ଼ିଗଲା। ଏହାକୁ କହନ୍ତି ଭୋଟ ସ୍ୱିଂ, ମାନେ ଯେଉଁ ଭୋଟରମାନେ ଆଗରୁ ଗୋଟିଏ ଦଳକୁ ସମର୍ଥନ କରୁଥିଲେ, ସେମାନେ ଏଥର ନିଜର ମତ ବଦଳାଇ ଦେଲେ। ସଂଖ୍ୟା ତ ଆମକୁ କହିଦେଲା କ'ଣ ହେଲା, କିନ୍ତୁ ଏବେ ଆମକୁ ଜାଣିବାକୁ ପଡ଼ିବ କାହିଁକି ହେଲା। ତେଣୁ ଆସନ୍ତୁ ଏବେ ଆମେ ମାଟିକୁ ଓହ୍ଲାଇବା ଆଉ ଭୋଟରଙ୍କର ଅଭିଯୋଗଗୁଡ଼ିକୁ ବୁଝିବା, କାରଣ ପ୍ରତ୍ୟେକ ସଂଖ୍ୟା ପଛରେ ଜଣେ ସାଧାରଣ ମଣିଷର କଥା ଲୁଚି ରହିଥାଏ। ହଁ, ଏଇଟା ହେଉଛି ସବୁଠୁ ବଡ଼ ପ୍ରଶ୍ନ। ସଂଖ୍ୟା ତ କେବଳ ରୋଗର ଲକ୍ଷଣ, କିନ୍ତୁ ରୋଗର ମୂଳ କାରଣ କ'ଣ? ଏଇଠି ଆମକୁ ଟିକେ ଗଭୀର ଭାବରେ ଚିନ୍ତା କରିବାକୁ ପଡ଼ିବ। ଆମ ସମ୍ବିଧାନ ପ୍ରତ୍ୟେକ ନାଗରିକକୁ ଏକ ସମ୍ମାନର ସହିତ ବଞ୍ଚିବାର ଅଧିକାର ଦେଇଛି, ଏବଂ ଏହି ସମ୍ମାନ କେବଳ ବଡ଼ ବଡ଼ କଥାରେ ନୁହେଁ, ବରଂ ପିଇବା ପାଣି, ଭଲ ରାସ୍ତା ଆଉ ସ୍ୱାସ୍ଥ୍ୟସେବା ଭଳି ମୌଳିକ ଆବଶ୍ୟକତାରେ ଥାଏ। ଯେତେବେଳେ ଏସବୁ ମିଳେ ନାହିଁ, ସେତେବେଳେ ଲୋକଙ୍କ ମନରେ ଅସନ୍ତୋଷ ବଢ଼େ। ତେବେ ନିଆଳିରେ ଲୋକଙ୍କର ମୁଖ୍ୟ ସମସ୍ୟା କ'ଣ ଥିଲା? ସବୁଠୁ ବଡ଼ ସମସ୍ୟା ଥିଲା ପିଇବା ପାଣି। ବସୁଧା ଯୋଜନା ପୁରା ହିଁ ନଥିଲା। ଲୋକଙ୍କ ପାଖକୁ ହଳଦିଆ ଓ ଖରାପ ପାଣି ଆସୁଥିଲା। ତାପରେ ଆସିଲା ସ୍ୱାସ୍ଥ୍ୟସେବା। ସ୍ଥାନୀୟ ସିଏସ୍ସିରେ ଡାକ୍ତର ନାହାନ୍ତି, ବେଡ୍ ନାହିଁ, ତେଣୁ ଲୋକଙ୍କୁ ସାଧାରଣ ଚିକିତ୍ସା ପାଇଁ ବି ବାହାରକୁ ଦୌଡ଼ିବାକୁ ପଡ଼ୁଥିଲା। ରାସ୍ତାଘାଟର ଅବସ୍ଥା ବି ସେମିତି। ଚାଷୀମାନେ ନିଜ ଜିନିଷ ବଜାରକୁ ନେଇପାରୁନଥିଲେ। ଏହା ସହିତ ବେକାରୀ ସମସ୍ୟା ଥିଲା, ଆଉ ସରକାରୀ ଯୋଜନା ଯେମିତିକି ପେନ୍ସନ୍ ଠିକ୍ ସମୟରେ ଲୋକଙ୍କ ପାଖରେ ପହଞ୍ଚୁନଥିଲା। ଏହିସବୁ ଛୋଟ ଛୋଟ କଥା ମିଶି ଗୋଟେ ବଡ଼ ଅସନ୍ତୋଷ ତିଆରି କରିଥିଲା। ଆଚ୍ଛା, ସମସ୍ୟା ତ ଆମେ ବୁଝିଗଲେ, କିନ୍ତୁ ଏବେ ଆଗକୁ କ'ଣ? 2029 ପାଇଁ କ'ଣ କରିବା ଦରକାର? କାରଣ କୌଣସି ବିଶ୍ଳେଷଣର ପ୍ରକୃତ ଉଦ୍ଦେଶ୍ୟ କେବଳ ଭୁଲ ଖୋଜିବା ନୁହେଁ, ବରଂ ଭବିଷ୍ୟତ ପାଇଁ ଏକ ସ୍ପଷ୍ଟ ରାସ୍ତା ବାହାର କରିବା। ଆସନ୍ତୁ ସେହି ଶାସନର ବ୍ଲୁପ୍ରିଣ୍ଟ ବିଷୟରେ କଥା ହେବା। ଏଥିପାଇଁ ଗୋଟିଏ 3 ସୂତ୍ରୀ ରଣନୀତି ଉପରେ କାମ କରିବାକୁ ପଡ଼ିବ। 1 ନମ୍ବର, ଲୋକଙ୍କ ସହ ସିଧାସଳଖ ଯୋଡ଼ି ହେବା, କେବଳ ନିର୍ବାଚନ ବେଳେ ନୁହେଁ, 5 ବର୍ଷ ଧରି। 2 ନମ୍ବର, ଯେଉଁମାନେ ମୂଳ ସମର୍ଥକ ଯେମିତିକି ଏସ୍ସି, ଓବିସି, ଯୁବକ ଆଉ ମହିଳା, ସେମାନଙ୍କୁ ପୁଣିଥରେ ଏକାଠି କରିବା। ଆଉ 3 ନମ୍ବର, ବିରୋଧୀଙ୍କ କଥାକୁ କେବଳ କଥାରେ ନୁହେଁ, ତଥ୍ୟ ଦେଇ କାଟିବାକୁ ପଡ଼ିବ। ଆଉ ଏହା କେବଳ କଥାରେ ହେବନି। ଏଥିପାଇଁ ପ୍ରାର୍ଥୀଙ୍କୁ ନିଜେ ମାଟିକୁ ଓହ୍ଲାଇବାକୁ ପଡ଼ିବ। ଯେମିତିକି ପ୍ରତି 15 ଦିନରେ ଅଲଗା ଅଲଗା ଗାଁରେ ଅଫିସ୍ ଆୱାର କରି ଲୋକଙ୍କ କଥା ଶୁଣିବା। ଲୋକଙ୍କ ଆଖିରେ ଦେଖାଯିବା ଭଳି ଗୋଟେ ଛୋଟ କାମ, ଯେମିତିକି ଗୋଟେ ରାସ୍ତା ମରାମତି ଆରମ୍ଭ କରିବା। ସ୍ଥାନୀୟ ପ୍ରସଙ୍ଗ ଉପରେ ଗଣମାଧ୍ୟମରେ କହିବା, ଆଉ ସବୁଠୁ ବଡ଼ କଥା, ଯାହା ବି ପ୍ରତିଶ୍ରୁତି ଦେବେ ତାର ହିସାବ ସମସ୍ତଙ୍କ ସାମ୍ନାରେ ରଖିବା। ଏହାଦ୍ୱାରା ହିଁ ବିଶ୍ୱାସ ଫେରି ଆସିବ। ଏବେ ଆସିବା ଡିଜିଟାଲ ଦୁନିଆକୁ, କାରଣ ଆଜିକାଲି କେବଳ ଗାଁରେ ବୁଲିଲେ ହେବନି,
ଲୋକଙ୍କ ମୋବାଇଲ ଫୋନ୍ ଭିତରକୁ ବି ପଶିବାକୁ ପଡ଼ିବ। ଗ୍ରାଉଣ୍ଡ ୱାର୍କ ଆଉ ଡିଜିଟାଲ ୱାର୍କ ଏ ଦୁଇଟାକୁ ଏକାଠି ନେଇ ଚାଲିଲେ ହିଁ ସଫଳତା ମିଳିବ। ଦେଖନ୍ତୁ ପ୍ରଚାରର ତରିକା କେମିତି ବଦଳି ଯାଇଛି। ଆଗରୁ ବଡ଼ ବଡ଼ ର୍ୟାଲି ହେଉଥିଲା, ଯେଉଁଠି ନେତା କହୁଥିଲେ ଆଉ ଲୋକ ଶୁଣୁଥିଲେ। ଏବେ ତା ଜାଗାରେ ଛୋଟ ଛୋଟ ହ୍ୱାଟ୍ସଆପ୍ ଗ୍ରୁପ୍ସ କାମ କରୁଛି, ଯେଉଁଠି ସିଧା ଲୋକଙ୍କ ସହ କଥା ହୋଇ ହେଉଛି। ଲମ୍ବା ଭାଷଣ ବଦଳରେ 30 ସେକେଣ୍ଡର ରିଲ୍ସ ଅଧିକ ପ୍ରଭାବ ପକାଉଛି। ଆଉ ଗୁଜବଳା ଜବାବ ଦେବା ପାଇଁ ଆଉ ଦିନ ଦିନ ଅପେକ୍ଷା କରିହେବନି। କିଛି ଘଣ୍ଟା ଭିତରେ ଫ୍ୟାକ୍ଟ ଚେକ୍ କରି ସତଟା ସାମ୍ନାକୁ ଆଣିବାକୁ ପଡ଼ୁଛି। ତେବେ ଡିଜିଟାଲରେ କ'ଣ କରାଯାଇପାରେ? ବହୁତ ସରଳ। ପ୍ରତି ଗାଁ ପାଇଁ ଅଲଗା ହ୍ୱାଟ୍ସଆପ୍ ଗ୍ରୁପ୍ ତିଆରି କରନ୍ତୁ, ଯୋଉଠି କେବଳ ସଠିକ୍ ସୂଚନା ଦିଆଯିବ। ପ୍ରତିଦିନ ଲୋକଙ୍କ କାମରେ ଆସିବା ଭଳି ଗୋଟେ ଛୋଟ ତଥ୍ୟ ସେମାନଙ୍କୁ ପଠାନ୍ତୁ। ସ୍ଥାନୀୟ ଟୋକାମାନଙ୍କୁ ନେଇ ଇନଷ୍ଟାଗ୍ରାମ ଆଉ ଫେସବୁକ୍ ପାଇଁ ରିଲ୍ସ ବନାନ୍ତୁ। ଆଉ ଗୋଟେ ନିଆଳି ଫ୍ୟାକ୍ଟ ଚେକ୍ ନାଁରେ ପେଜ୍ ଖୋଲି ବିରୋଧୀଙ୍କ ସବୁ ମିଛ ଦାବିକୁ ଖଣ୍ଡନ କରନ୍ତୁ। ଶେଷରେ ଆମେ ରାଜନୀତିରୁ ଉପରକୁ ଉଠି ଉଦ୍ଦେଶ୍ୟ ବିଷୟରେ କଥା ହେବା। ଏହିସବୁ ରଣନୀତିର ମୂଳ କଥା କ'ଣ? ଏଇଠି ଆଉ ଗୋଟେ କଥା ମନେ ରଖିବା ନିହାତି ଦରକାର। ଆମେ ଯେତେବେଳେ ଡିଜିଟାଲ ମାଧ୍ୟମରେ ଲୋକଙ୍କ ସହ ଯୋଗାଯୋଗ କରୁଛେ, ଭାରତର ଡିପିଡିପି ଆଇନ ଅନୁସାରେ ସେମାନଙ୍କ ବ୍ୟକ୍ତିଗତ ଗୋପନୀୟତାକୁ ସମ୍ମାନ ଦେବା ଆମର ଦାୟିତ୍ୱ। ସେମାନଙ୍କ ସହମତି ବିନା ସେମାନଙ୍କ ଡାଟା ବ୍ୟବହାର କରିବା ଅନୁଚିତ, କାରଣ ଲୋକଙ୍କ ବିଶ୍ୱାସ ଜିତିବା ହିଁ ସବୁଠୁ ବଡ଼ କଥା। ଏହି ସବୁ ଆଲୋଚନାରୁ ଗୋଟିଏ କଥା ସ୍ପଷ୍ଟ। ନିର୍ବାଚନକୁ କେବଳ ହାର ଜିତର ଖେଳ ଭାବରେ ଦେଖିବା ଉଚିତ ନୁହେଁ। ଏହା ପ୍ରକୃତରେ ଭଲ ଶାସନ ପାଇଁ ଏକ ଡାଟା ଇଞ୍ଜିନିୟରିଂ। ତଥ୍ୟକୁ ବ୍ୟବହାର କରି ଲୋକଙ୍କର ସମସ୍ୟା ବୁଝିବା ଆଉ ତାର ସମାଧାନ କରିବା ହିଁ ଏହାର ପ୍ରକୃତ ଉଦ୍ଦେଶ୍ୟ। ମନେ ରଖନ୍ତୁ, ଲକ୍ଷ୍ୟ କେବଳ ନିର୍ବାଚନ ଜିତିବା ନୁହେଁ, ଲକ୍ଷ୍ୟ ହେଉଛି ଲୋକଙ୍କର ସେବା କରିବା। ଯଦି ଆପଣ ଜନକେନ୍ଦ୍ରିକ ନେତା ହେବାକୁ ଏବଂ ଆପଣଙ୍କ ନିର୍ବାଚନ ମଣ୍ଡଳୀର ଉନ୍ନତି କରିବାକୁ ଚାହୁଁଛନ୍ତି, ତେବେ blueprintstrategies.ai ସହିତ mgr@blueprintstrategies.ai ରେ ଯୋଗାଯୋଗ କରନ୍ତୁ କିମ୍ବା 0804204160 ରେ କଲ୍ କରନ୍ତୁ। ରାଜନୀତିର ଊର୍ଦ୍ଧ୍ୱରେ ଉଦ୍ଦେଶ୍ୟ।